বৈতরণী নদীর ষেଣ୍ଢପୁର ବେଆଇନ ବାଲିଘାଟରେ ଗଢ଼ା କାଟିଲା ଖଣି ବିଭାଗ। ଧାମନଗର ଥାନା ଶୋଧ ରାଜସ୍ୱ ମଣ୍ଡଳ ଅଧୀନ ସୋହଡ଼ା, ଖଡ଼ିପଦା ଓ ଆନନ୍ଦପୁର ପଞ୍ଚାୟତରେ ଚାଲିଥିବା 4ଟି ବେଆଇନ ବାଲିଘାଟକୁ ଖଣି ଅଧିକାରୀ, ତହସିଲଦାର ଓ ପୁଲିସଙ୍କ ଉପସ୍ଥିତିରେ ମଙ୍ଗଳବାର ସନ୍ଧ୍ୟାରେ ବନ୍ଦ କରାଯାଇଛି। ତେବେ ଆଖପାଖରେ ଆଉ 3ଟି ବେଆଇନ ଘାଟ ବନ୍ଦ ହୋଇପାରି ନାହିଁ। ଏହାକୁ ବୁଧବାର ଦିନ ବନ୍ଦ କରାଯିବ ବୋଲି ଭଦ୍ରକ ଜିଲ୍ଲା କନିଷ୍ଠ ଖଣି ଅଧିକାରୀ ସୌମ୍ୟରଞ୍ଜନ ଦ୍ୱିବେଦୀ କହିଛନ୍ତି। ସୋହଡ଼ା ପଞ୍ଚାୟତର ଷେଣ୍ଢପୁର, ଖଡ଼ିପଦାର ମୁଥୁନାନଗର ଓ ଆନନ୍ଦପୁର ନଡ଼ିଆବାଗ ଜେନା ସାହି ସିଧାରେ ନଦୀ ବନ୍ଧରେ ଗଢ଼ା କରାଯାଇ ବୈତରଣୀ ଗର୍ଭରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଥିଲା। ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିମାନେ ନିଜ ସହଯୋଗୀଙ୍କୁ ଲଗାଇ ଟ୍ରାକ୍ଟର ଓ ମିନି ଟ୍ରକରେ ବାଲି ଉଠାଉଥିଲେ। ଦୈନିକ ପ୍ରତ୍ୟେକ ଘାଟରୁ 50ରୁ ଅଧିକ ଟ୍ରିପ୍ ବାଲି ଉଠାଯାଉଥିଲା। ପ୍ରତ୍ୟେକ ଟ୍ରିପ୍କୁ ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିମାନେ 400 ଟଙ୍କାରେ ବିକ୍ରି କରୁଥିଲେ। ତେଣୁ ଗୋଟିଏ ଘାଟରୁ ସେହି ବ୍ୟକ୍ତି 20,000 ଟଙ୍କା ଲେଖାଏଁ ରୋଜଗାର କରୁଥିଲେ। ବୈତରଣୀ ନଦୀରେ ଉପଯୁକ୍ତ ପରିମାଣରେ ବାଲି ଗଚ୍ଛିତ ନଥିବାରୁ ସ୍ଥାନୀୟ ଲୋକମାନେ ବାରମ୍ବାର ବିରୋଧ ଯୋଗୁଁ ଗତ କିଛି ବର୍ଷ ହେଲା ସୌରାତ ଉତ୍ସ ନିଲାମ ହୋଇପାରୁନାହିଁ। ଏହାର ସୁଯୋଗ ନେଇ ରାଜନୀତିରେ ସମ୍ପୃକ୍ତ ବ୍ୟକ୍ତିମାନେ ସହଯୋଗୀଙ୍କୁ ଲଗାଇ ଏକତ୍ର କରୁଥିଲେ ଏବଂ ବାଲି ଉଠାଉଥିଲେ। ଜେସିବି ବା ଡୋଜର ମେସିନ୍ ଭଡ଼ାରେ ଆଣି ବାଲିଘାଟ କରୁଥିଲେ। ରାତିରେ ପାଣିରୁ ବାଲି କାଢ଼ି ଉପରେ ଠୁଳ କରନ୍ତି, ଆଉ ପାହାନ୍ତାରୁ ସେହି ବାଲିକୁ ଚୋରାରେ ଚାଲାଣ କରି ଆସୁଥିଲେ। ଦୈନିକ ଶହ ଶହ ଗାଡ଼ି ନଦୀବନ୍ଧରେ ଯିବା ଆସିବା ଦ୍ୱାରା ରାସ୍ତା ମଧ୍ୟ ନଷ୍ଟ ହେଉଥିଲା, ନଦୀବନ୍ଧ ଦୁର୍ବଳ ହେଉଥିଲା। ଏହିସବୁ ବେଆଇନ ବାଲିଘାଟକୁ ବନ୍ଦ କରିବା ଲାଗି ସ୍ଥାନୀୟ ଲୋକେ ତହସିଲଦାର ଓ ଖଣି ଅଧିକାରୀଙ୍କ ପାଖରେ ଅଭିଯୋଗ କରି ଆସୁଥିଲେ। ତେବେ ମଙ୍ଗଳବାର ସନ୍ଧ୍ୟାରେ ଅଚାନକ କନିଷ୍ଠ ଖଣି ଅଧିକାରୀ, ଧାମନଗର ତହସିଲଦାର ଓ ପୁଲିସ ସହାୟତାରେ ବାଲିଘାଟରେ ଚଢ଼ାଉ କରିଥିଲେ। ତା ସହିତ ନଦୀକୁ ହୋଇଥିବା ଗଢ଼ାକୁ ଜେସିବି ଆଣି କାଟି ଦେଇଥିଲେ। ପରବର୍ତ୍ତୀ ସମୟରେ ଯଦି ବାଲି ମାଫିଆମାନେ ସେଠାରେ ବାଲି ଉଠାନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣି ଅଧିକାରୀ କହିଛନ୍ତି। ଧାମନଗରରୁ ପ୍ରଦୀପ ମହାପାତ୍ରଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।